ମାମଲା ଆଗକୁ ବଢ଼ୁଥିଲା, ଝଗଡ଼ା ବଢ଼ି ଚାଲିଥିଲା ଏବଂ ନବ ଦାସ ଯେକୌଣସି ମୁହୂର୍ତ୍ତରେ ଗୋପାଳର କ୍ଷତି କରିପାରନ୍ତି ବୋଲି ଗୋପାଳ ମନ ଭିତରେ ଧାରଣା ସୃଷ୍ଟି ହୋଇ ଚାଲିଥିଲା। ଘଟଣା ଏହି ସ୍ତରକୁ ଯାଇଥିଲା ଯେତେବେଳେ ଗୋପାଳ ଆଉ ନିଜ ଘରେ ରହୁନଥିଲେ, ସେ ଥାନାରେ ରହୁଥିଲେ, ଘରକୁ ଯାଉନଥିଲେ ଏବଂ ତାଙ୍କ ଭିତରେ କ୍ରମଶଃ ଏକ ଧାରଣା ସୃଷ୍ଟି ହେଲା ଯେ ନବ ଦାସ ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ମାରିଦେଇ ପାରନ୍ତି, ତାଙ୍କର ଜୀବନ ପ୍ରତି ଭୟ ରହିଛି। ଦ୍ୱିତୀୟ କଥାଟି ଯାହା ଗୋପାଳଙ୍କ ମୁଣ୍ଡ ଭିତରକୁ ଆସୁଥିଲା ଯେ ଝାରସୁଗୁଡ଼ା ଅଞ୍ଚଳରେ ଯେଉଁ ଗୁଣ୍ଡାଗିରି ଚାଲିଛି, ଯେଉଁ ମାଫିଆଗିରି ଚାଲିଛି, ଏଥିପାଇଁ ନବ ଦାସ ଦାୟୀ ଏବଂ ନବ ଦାସଙ୍କ ବିରୁଦ୍ଧରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବପର ନୁହେଁ। ପୋଲିସ ଏସ୍ପି ତାଙ୍କର କିଛି କରିପାରିବେ ନାହିଁ।